वर्ष गोपालपुर बेलाभूमि महोत्सव पालन निमंते ब्रह्मपुर स्थित प्रशिक्षण सम्मेलन गृह में वाणिज्य परिवहन खनि और इस्पात मंत्री श्रीजुक्त विभूतिभूषण जेना अध्यक्षतार प्रस्तुति बैठक अनुष्ठित हो जाएगी। ଏହି ବୈଠକରେ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିବାସନ, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡକ୍ଟର ଶ୍ରବଣ ବିବେକ, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜସିକ୍ରେ, ବ୍ରହ୍ମପୁର ଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ମହୋତ୍ସବ 5 ଦିନ ପାଳିତ ହେବ। ଆସନ୍ତା 22 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଗୋପାଳପୁର ବେଳାଭୂମିରେ ପାଳନ କରାଯିବ। ବିଭିନ୍ନ ପ୍ରତିଯୋଗିତା ଯେପରି ଛୋଟି ଆଲୋଚନା ଚକ୍ର, କବିତା ପାଠୋତ୍ସବ, ଭଲିବଲ, ଫୁଟବଲ, ବୋଟ୍ ରେସିଂ ଇତ୍ୟାଦି ପ୍ରତିଯୋଗିତା ଆୟୋଜିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସାମୂହିକ ସ୍ମରଣିକା ଉନ୍ମୋଚନ କରାଯିବ। ପ୍ରଥମେ ଗଞ୍ଜାମ ଜିଲ୍ଲାର କଳା ସଂସ୍କୃତି ପ୍ରାଥମିକତା ଦିଆଯିବ। ତା ସହ ବିଭିନ୍ନ ଜିଲ୍ଲା, ରାଜ୍ୟ ଓ ଦେଶର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବ। ଓଡ଼ିଆ, ତେଲୁଗୁ ଓ ହିନ୍ଦୀ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ପଲ୍ଲିଶ୍ରୀ ମେଳା, ଖାଦ୍ୟ ମେଳା ଏବଂ ବିଭିନ୍ନ ଅନୁଷ୍ଠାନର ମେଳା ପ୍ରଦର୍ଶିତ ହେବ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଅତିଥି ନିମନ୍ତେ ଅନୁରୋଧ କରାଯିବ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶକ୍ତିପୀଠରୁ ମଶାଲ ଶୋଭାଯାତ୍ରା, ପଦଯାତ୍ରା ଆରମ୍ଭ କରାଯିବ ଓ ସମୁଦ୍ରରେ ଲେଜର ଶୋ ଆୟୋଜନ କରାଯିବ। ନିଆଯାଇଥିଲା ବିଭିନ୍ନ କମିଟି ଗଠନ କରି ଏହି ଉତ୍ସବ ପାଳନ କରିବା ମହୋତ୍ସବ ଚାରିଆଡ଼େ ମହୋତ୍ସବ ଏବଂ 97 ମସିହାରୁ ଆରମ୍ଭ ହୋଇଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ଟିକେ ଟିକେ ନିରାଶ ଲାଗୁଥିଲା ଯେ ହବ ନହବ ଏ ଦୋ ଛକିରେ ବିଶେଷ କରି ଆମ ଜିଲ୍ଲା ଲୋକ ଥିଲେ ଏବଂ ଆଜି ତାର ଗୋଟେ ପ୍ରକାର ରୂପରେଖ ପ୍ରସ୍ତୁତ ହେଇଛି ଯେ ଗୋପାଳପୁର ବିଚ୍ ଫେଷ୍ଟିଭାଲ ହବ। ଯୋଉ ଗୋପାଳପୁର ବିଚ୍ ଦେଶ ବିଦେଶ ମଧ୍ୟ ଆପଣ ଗୋପାଳପୁରରେ ସବୁ ଦେଶ ଲୋକ ପ୍ରାୟ ମିଳିବେ ଏବଂ ସମସ୍ତ ପର୍ଯ୍ୟଟକ ମାନଙ୍କୁ ଆକର୍ଷଣ କଲା ଭଳିଆ ବେଳାଭୂମି ସାମର୍ଥ୍ୟ ରଖୁଥିବା ଗୋପାଳପୁର ତାର ମେସେଜ ଦବ ମଧ୍ୟ ସବୁବେଳେ ଗୋପାଳପୁର ବିଚ୍ ଫେଷ୍ଟିଭାଲ ରେ ଗୋପାଳପୁର ଉନ୍ନତି ପାଇଁ ଗୋଟେ ସନ୍ଦେଶ ଦେଇଥାଏ ଏବଂ ସେଇ କାରଣରୁ ଏଇ ଆବଶ୍ୟକ ମଧ୍ୟ। ପୁଣି ମହୋତ୍ସବ ସିଜନ ଚାଲିଛି, ଯୋଉ ସିଜନ ରେ ସେ କଥା ହବା ଦରକାର। ଆମେ ଯଦିଓ ସବୁବେଳେ ଡିସେମ୍ବର ଏମିତି ହଉଥିଲା, ଡିସେମ୍ବର ଲାଷ୍ଟ ସପ୍ତାହରେ, ତାକୁ ଏବେ ଟିକେ ଖାଲି ଘୁଞ୍ଚି ଯାଇଛି ଯେହେତୁ କି ଗୋପାଳପୁର ବିଚ୍ ଫେଷ୍ଟିଭାଲ ଟିକେ ନ ହେଇକିରି ଯୋଉଟା ଆମର ମୂଳ କଥା, ମୂଳ ଆଧାର କଳିଙ୍ଗର ନୌ ବାଣିଜ୍ୟ କଥା, ତାକୁ ଉଜ୍ଜୀବିତ କରିବା ପାଇଁ ଆମେ ତାକୁ ବୋଇତ ବନ୍ଦାଣ ଉତ୍ସବ ନାଁରେ ମଧ୍ୟ 2 ବର୍ଷ ହେଲା କରୁଛୁ ଆପଣ ମାନେ ସମସ୍ତଙ୍କର ସହଯୋଗରେ। ଚଳିତ ବର୍ଷ କିନ୍ତୁ ବନ୍ଦ ହେବ ନାହିଁ। ଗୋପାଳପୁର ବିଚ୍ ଫେଷ୍ଟିଭାଲ ନିଶ୍ଚିତ ହବ, ଭଲରେ ହବ। ଗୋଟେ ପ୍ରକାର ଇଏ ଜାନୁଆରୀ ଲାଷ୍ଟ ସପ୍ତାହରେ ହବ। ଆମେ ଆପାତତଃ ଭାବେ 22 ରୁ 27 ପର୍ଯ୍ୟନ୍ତ ଗୋଟେ ସ୍ଥିର ହେଇଛି ଆଜିର ବୈଠକ, ତାକୁ ନେଇକି ପ୍ରସ୍ତୁତି କମିଟି ଏବଂ ବିଭିନ୍ନ ଏଙ୍ଗେଲ ବିଭିନ୍ନ ଦୃଷ୍ଟିକୋଣରୁ ମଧ୍ୟ ଗୋପାଳପୁର ବିଚ୍ ଫେଷ୍ଟ କିଭଳି ଭାବେ ଅଧିକାରୁ ଚମତ୍କାର ହେଇପାରେ, ସମସ୍ତଙ୍କୁ ଆକର୍ଷଣ କରିପାରିବ। ଯେମିତି ଆମେ କଥା ହେଲୁ ଯେ ସୁନପୁରଠୁ ଆସିବା ବିଚ୍ ରେ ଆସିବା, ପ୍ରୟାଗରୁ ବିଚ୍ ରେ ଆସିବା, ଦଳେ ୱାକାଥନ କରିକି ଆସିବେ ଏବଂ ମା ତାରାତାରିଣୀ କି ବାଳକୁମାରୀ ଅନ୍ୟ ଶକ୍ତି ପୀଠରୁ ଆମର ମଶାଲ ଆସିବ ଏବଂ ସବୁ ଯେମିତିକି ସମସ୍ତେ ଜାଣିବେ ଯେ ଗୋପାଳପୁର ବିଚ୍ ଫେଷ୍ଟିଭାଲ ଗଞ୍ଜାମ ଲୋକ ବଡ ଧୁମଧାମ ରେ ସହଭାଗିତାର ସେ କରୁଛନ୍ତି ଏବଂ ହୋଟେଲ ଆସୋସିଏସନ ସହିତ ବିଭିନ୍ନ ଆସୋସିଏସନ ଯେତେ ଆସୋସିଏସନ ଅଛନ୍ତି, ଯେତେ ଷ୍ଟେକ୍ ହୋଲ୍ଡର, ସବୁ ଷ୍ଟେକ୍ ହୋଲ୍ଡର ନେଇକି ପୁଣି ଆଉଥରେ ବୈଠକ ହବ। ସମସ୍ତଙ୍କୁ ସୁଯୋଗ ଦିଆଯିବ, କୌଣସି ଅନ୍ତର ପାନ୍ତର କୌଣସି ପ୍ରକାର ଭେଦଭାବ ନାହିଁ। ଗୋପାଳପୁର ବିଚ୍ ଫେଷ୍ଟ ସମସ୍ତଙ୍କର ହଉ ନିଶ୍ଚିତ ଭାବେ କିନ୍ତୁ ଅଧିକା ପ୍ରାୟୋରିଟି ହଉଛି ଲୋକାଲ, ଅଧିକା ପ୍ରାୟୋରିଟି ଇଏ ଡେଟ୍ ଆଉ ତ 24 ପଳେଇଲାଣି, ଆଉ କଣ 24 ଏବେ ଆଉ ଏଇ 24 ରେ ସେ ମଝିରେ ପଡିବ। ଗୋପାଳପୁର ଆଜି ଗୋପାଳପୁର ବେଲାଭୂମି ମହୋତ୍ସବର ପ୍ରସ୍ତୁତି ବୈଠକ ଥିଲା, ଯୋଉଥିରେ ମାନ୍ୟବର ମନ୍ତ୍ରୀ ସରଙ୍କର ଚାର୍ମାନସିପରେ ଆଜି ପ୍ରସ୍ତୁତିକରଣ ବୈଠକ ଆୟୋଜନ ହେଇଛି। ସ୍ଥିର ହେଇଛି ଜାନୁଆରୀ 22 ରୁ ଆରମ୍ଭ କରିକି ଜାନୁଆରୀ 26 ପର୍ଯ୍ୟନ୍ତ 5 ଦିନ ଧରିକି ଗୋପାଳପୁର ବେଲାଭୂମି ମହୋତ୍ସବ କରିବା ପାଇଁ।
ସେଥିରେ ବିଭିନ୍ନ ପ୍ରକାର ଯୋଉ ଆମ ଗଞ୍ଜାମ ଜିଲ୍ଲା ଏବଂ ଓଡ଼ିଶା ରାଜ୍ୟ ଭିତରେ ଯୋଉ କଳାକାର ମାନେ ଥିବେ ତାଙ୍କ ପାଇଁ ତାଙ୍କର କଳା ଗୁଡାକ ପ୍ରଦର୍ଶନ କରିବା ପାଇଁ ଗୋଟେ ମଞ୍ଚ ଦିଆଯିବ। ତା ସାଙ୍ଗେ ସାଙ୍ଗେ ମାନ୍ୟବର ମନ୍ତ୍ରୀ ସାରଙ୍କର ସଜେସନ ରହିଲା ଏ ବର୍ଷ ମଶାଲ ଯାତ୍ରା ମଧ୍ୟ ହେବ, ଯୋଉଟା ବିଭିନ୍ନ ଶକ୍ତିପୀଠରୁ ଯେମିତି ମଶାଲ ଗୁଡାକ ଆସିବ ଏବଂ ଆମ ଗୋପାଳପୁର ବେଲାଭୂମି ମହୋତ୍ସବ ମଞ୍ଚରେ ମଶାଲ ଗୁଡାକ ରହିବ ଏବଂ ବେଲାଭୂମି ପଦଯାତ୍ରା ମଧ୍ୟ ଗୋଟେ ନୂଆ କନସେପ୍ଟ ଏ ବର୍ଷ କରିବାକୁ ଯାଉଛୁ। ଏଥିରେ ସବୁ ଷ୍ଟେକ୍ ହୋଲ୍ଡର୍ସ ଆମର ହୋଟେଲ ଓନର୍ସ ଆସୋସିଏସନ ଅଛନ୍ତି, ଆମର ବିଭିନ୍ନ ଇଣ୍ଡଷ୍ଟ୍ରିଜ ଅଛନ୍ତି, ଟାଟା IREL ଗୋପାଳପୁର ପୋର୍ଟ ସମସ୍ତଙ୍କର ମିଳିତ ଉଦ୍ୟମରେ ଏ ବର୍ଷ ଗୋପାଳପୁର ବେଲାଭୂମି ମହୋତ୍ସବ ଆଗକୁ ନେବାକୁ ଆମେ ସମସ୍ତ ପ୍ରୟାସ କରୁଛୁ। ପଲିଶ୍ରୀ ମେଳା ନ୍ୟାସନାଲ ଲେଭେଲ ପଲିଶ୍ରୀ ମେଳା ଓରମାସ ତରଫରୁ ଆୟୋଜନ କରାଯିବ। ତା ସାଙ୍ଗେ ସାଙ୍ଗେ ଆମର ପାରମ୍ପରିକ ଖାଦ୍ୟ ଉତ୍ସବ ମଧ୍ୟ କରିବା ବୋଲିକିରି ଗୋଟେ ପ୍ରସ୍ତାବ ରହିଛି। ତା ସାଙ୍ଗରେ ଆମ ଯୋଉ ଯେତିକି ବିଚ୍ ସ୍ପୋର୍ଟସ ଗୁଡାକ ହେଇପାରିବ, ବିଚ୍ ଭଲିବଲ ହଉ କବାଡି ହଉ ସବୁ ବିଚ୍ ସ୍ପୋର୍ଟସ ର କମ୍ପିଟିସନ କରିବା। ତା ସାଙ୍ଗେ ଗୋଟେ ମାରାଥନ ମଧ୍ୟ କରିବାର ଗୋଟେ ପ୍ରସ୍ତାବ ରହିଛି ଗୋପାଳପୁର ଜଙ୍କସନ ରୁ ଆରମ୍ଭ କରି ଗୋପାଳପୁର ପର୍ଯ୍ୟନ୍ତ ମାରାଥନ, ଯୋଉଥିରେ ଆମର ଯୁବକ ମାନେ ମଧ୍ୟ ପାର୍ଟିସିପେଟ କରିବେ ଏବଂ ଆର୍ମି ଏରି କଲେଜର ଯବାନ ମାନେ ଅଛନ୍ତି, ପୋଲିସ ତରଫରୁ ତାଙ୍କର କର୍ମଚାରୀ ମାନେ ଅଛନ୍ତି, ସମସ୍ତଙ୍କୁ ନେଇକି କେମିତି ଏଇଟା ଲୋକଙ୍କର ଉତ୍ସବ ନିଶ୍ଚିତ ସେଥିରେ ସବୁ ପ୍ରକାର ଷ୍ଟେକ୍ ହୋଲ୍ଡର୍ସ ମାନଙ୍କୁ ଇନଭଲ୍ଭ କରିକି କେମିତି ବଡ ଢାଞ୍ଚାରେ କରିବା ତାକୁ ନେଇକି ଆମେ ଆଜି ସେଟା କମିଟି ଗଠନ ହଉଛି। ବିଭିନ୍ନ କମିଟି ଯେମିତି ଷ୍ଟେଜ କମିଟି ହେଲା, ରିସେପସନ କମିଟି ହେବ, ଅର୍ଗାନାଇଜିଂ କମିଟି ହେବ, ସବୁ କମିଟି ଫର୍ମେସନ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେ କମିଟି ଫର୍ମେସନ ହେଲା ପରେ ସେ କମିଟିରେ ସ୍ଥିର ହେବ କାହାକୁ ଇନଭାଇଟ୍ କରିବା। ଆମ ହଉଛି ଉମାଶଙ୍କର ପାଣିରେ ଗଞ୍ଜାମ ଡିଷ୍ଟ୍ରିକ୍ଟ ହଟର ସଂଘ ପ୍ରେସିଡେଣ୍ଟ ଅଛି। ଯାଉ ଏ ଗୋଟେ ଖୁସିର ଖବର, ଏଥର ଗୋପାଳପୁର ବିଚ୍ ଫେଷ୍ଟିଭାଲ 22 ରୁ 26 ହବ। ସେଇ ପୁରୁଣା ଯେମିତି ପ୍ରଶାସନ ପ୍ଲସ୍ ହୋଟେଲ ଆସୋସିଏସନ ସମସ୍ତଙ୍କୁ ଇନଭଲଭ କରି ଏଥର ହବ, ଭଲ ଆକାରରେ ହବ। ଫ୍ୟୁଚରରେ ବି କେମିତି ଗୋପାଳପୁର ଡେଭଲପମେଣ୍ଟ ବି ହେଇପାରିବ ତା ଉପରେ ବି ଡିସ୍କସନ ହେଇଥିଲା। ଖାଲି ବିଚ୍ 5 ଦିନ ପରେ ନେଇ କଣ୍ଟିନ୍ୟୁ ଯେମିତି ହେଇପାରିବ, ଟୁରିଷ୍ଟ ଆସିଲେ ବି 4 ଦିନ 5 ଦିନ ଯେମିତି ଏନ୍ଜୟ କରିପାରିବେ, ସେଇଟା ବି ଡିସ୍କସନ ହେଇଥିଲା। ନାଇଁ ମିଶିକିରି ତ କରୁଥିଲୁ, ଏବେ ବି ସେମିତି ମିଶିକି କରିବେ। ଏଇଟା ତ ଗୋଟେ ଜଣ ହାତରେ ନାହିଁ ନା, ପ୍ରଶାସନ ଆଗ ଯୋଉ କରୁଥିଲେ ହୋଟେଲ ପ୍ରଶାସନ କରୁଥିଲେ, ଏବେ ବି ସେମିତି ଇନଭଲଭମେଣ୍ଟ କରିକି ଆମେ କରିବୁ। ସେଇଟା ତ ଚେଞ୍ଜ ହେଇଛି। ହଁ ଟୁରିଷ୍ଟ ଏବେ ଟୁରିଷ୍ଟ ପାଇଁ ସେଇଟା ବି 4 ଦିନ ଛୁଟି ପଡୁଛି, ସେଥିପାଇଁ ଅସୁବିଧା କିଛି ନାହିଁ, ସବୁ ଆରାମସେ ହେଇପାରିବ, ସମସ୍ତେ ବି ଭଲ ଏନ୍ଜୟ କରିବେ। ଗଞ୍ଜାମ ଜିଲ୍ଲାରୁ ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ, ଓଡ଼ିଶା ଦର୍ପଣ ନ୍ୟୁଜ୍।